हालेलुया हालेलुया। प्रभु धन्यवाद हो। प्रभु हमको मासर तृतीय रविवार उपास निकटवर्ती अवकाश देवे। उपस्थिति निश्चित भाव विश्वासी भाव बंचाई आवश्यक अटे। Without the presence of God in Christian life is not Christian life. ईश्वरंकर उपस्थिति विहीन ख्रीष्टीय जीवन ही नुहे। तेणु प्रभुंकर दास मशा मिसर लोक मानू उद्धार करी आमणु मध्य भागर यात्रा से प्रभु को कहले, प्रभु तुमर श्रीमुख जदि मो आगे न जाए आमे माने गोटे पाद आग को बढ़ेबो। कारण ईश्वरंकर उपस्थिति ही जड़े प्रभुंकर लोकंकर आइडेंटिफिकेशन मार्क। आमे प्रभुंकर लोक बोली केमती जना जिबा तार गोटे मात्र चिन्ह ता होछि ईश्वरंकर उपस्थिति। जदि आमानक जीवन में ईश्वरंकर उपस्थिति आमे अनुभव करूना, चाहे व्यक्तिगत जीवन में कार्य करुवा बेले केबा परिवार में पिलामानक सहित केबा मंडली में विश्वास मानक सहित एकाठी रहउथिबा बेले बड़ परितापर विषय है। आसु प्रत्येक समय ईश्वर उपस्थिति को अनुभव करू पुणी उपभोग करू। निश्चित भाव में मो दुखित जे मोर अनुपस्थिति थिला बेले मंडली में अनेक दुखर विषय घटी आउ से परिवार सहित मो दुखर सहभागी हो पारि नाही। तेणु मो दुखित किंतु प्रार्थना करबा बंद करी नाही। प्रभु निश्चित भाव में कार्य से कर। आसतु अल्प समय आम निरूपित शास्त्रांश आड़क जा। जीवसीय तार 4 अध्याय जदिओ इच्छा था संपूर्ण अध्याय पढ़ा तथापि समय दृष्टि मु मात्र 21 पद 24 पद पढ़ी। तथापि आम स्वल्प समय मध्य आज निरूपित विषय को आलोचना करबा। आज जो विषय आप सम्मुखें कथा हे ईश्वरंकर हस्त, द हैंड ऑफ द लॉर्ड। ईश्वरंकर हस्त मन रखु प्रिय भाई माने, जदि कौन गोष्ठी कौन लोक सौभाग्यवान अटंती से गोष्ठी बा से लोक माने होचंती इस्राएल लोक माने। कहीं सौभाग्यवान कारण इस्राएल लोक माने ईश्वरंकर आश्चर्य महत् कार्य मानकर चाक्षुष साक्षी अटंती। They were the eyewitness of God's wondrous work. से माने ईश्वरंकर हस्तर महानता, ईश्वरंकर हस्तर आश्चर्य क्रिया मानकु केवल अनुभव करिसंती ताहा न, से माने स्वचक्षुरे देखिसंती। केवल ताहा न, जदि आमने पुरातन नियमर प्रथम 7टी पुस्तक को जदि पढ़ा आम देखिपर कि इस्राएल लोक माने एते सौभाग्यवान जे से माने मोस्ट पावरफुल लीडर मान द्वारा तत्वावधान करा जायछथि, प्रतिपालन करा जायछथि। आ प्रभु से मानकु
କରୁଛନ୍ତି ସେମାନଙ୍କୁ ପରିଚାଳନା କରୁଛନ୍ତି। ଇଟ୍ ଇଜ ଏ ଗ୍ରେଟ୍ ବ୍ଲେସିଂ। ଗୋଟେ ମଣ୍ଡଳୀ ବା ଜଣେ ପ୍ରଭୁଙ୍କର ଲୋକମାନେ ପ୍ରଭୁଙ୍କର ଅଭିଷିକ୍ତ ଲୋକମାନଙ୍କ ଦ୍ୱାରା, ପ୍ରଭୁଙ୍କର ନିରୂପିତ ଲୋକମାନଙ୍କ ଦ୍ୱାରା, ପ୍ରଭୁଙ୍କର ମନୋନୀତ ଲୋକମାନଙ୍କ ଦ୍ୱାରା ପରିଚାଳିତ ହେବା ଏକ ଆଶୀର୍ବାଦର ବିଷୟ ଅଟେ। ଆଉ ଯେତେବେଳେ ଆମେ ଜିହୋସିଓ ପୁସ୍ତକକୁ ଆସୁଛୁ, ଆମେ ମନେ ରଖୁ ଯେ ପରମେଶ୍ୱର ମୋଶାଙ୍କର ନେତୃତ୍ୱକୁ ଅବସାନ କରୁଛନ୍ତି, ପୁଣି ଗୋଟିଏ ନୂତନ ନେତୃତ୍ୱ ଜିହୋସିଓଙ୍କୁ ଠିଆ କରୁଛନ୍ତି। ମୁଁ କହିବାକୁ ଚାହେଁ, ନେତୃତ୍ୱ ଅବସାନ ହେଇପାରେ। ଲିଡର ମେ ଡାଇ, ନେତୃତ୍ୱ ମରିପାରନ୍ତି, ନେତୃତ୍ୱ ସରିଯାଇପାରେ, କିନ୍ତୁ ଈଶ୍ୱରଙ୍କର ଯୋଜନା, ଈଶ୍ୱରଙ୍କର ସଂକଳ୍ପ, ଈଶ୍ୱରଙ୍କର କାର୍ଯ୍ୟ କେବେ ହେଁ କଦାପି କଣ ହେବ ନାହିଁ, ଶେଷ ହେବ ନାହିଁ। ହାଲେଲୁୟା। ଯେଉଁ କାର୍ଯ୍ୟ ପରମେଶ୍ୱର ଆରମ୍ଭ କରନ୍ତି, ଯେଉଁ କାର୍ଯ୍ୟ ପରମେଶ୍ୱର ସଂକଳ୍ପ କରନ୍ତି, ହୁଏତ ନେତୃତ୍ୱ ଅବସାନ ହେଇଯାଇପାରେ। The leaders may die, but the plan of God never dies. ଆଉ ସେହି ବିଷୟ ଆମେ ଜିହୋସିଓଙ୍କ ପୁସ୍ତକରୁ ଦେଖୁଛୁ। ଆଉ ଜିହୋସିଓଙ୍କ ନେତୃତ୍ୱରେ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ କଢ଼େଇ ଆଣିଲେ। ଆଉ 3 ପର୍ବରେ ଆମେ ଦେଖୁଛୁ ପରମେଶ୍ୱର ଜର୍ଦ୍ଦନକୁ 2 ଭାଗ କରୁଛନ୍ତି। ମୋଶାଙ୍କ ସମୟରେ ପରମେଶ୍ୱର ସୁଖ ସାଗରକୁ କଣ କଲେ, ବିଭକ୍ତ କଲେ। ଆଉ ଜିହୋସିଓଙ୍କ ନେତୃତ୍ୱରେ ପରମେଶ୍ୱର ଜର୍ଦ୍ଦନକୁ ବିଭକ୍ତ କରୁଛନ୍ତି, ପୁଣି ନଦ ନଦୀକୁ ବିଭକ୍ତ କରି ସେ ପଥ ପ୍ରସ୍ତୁତ କରୁଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱରଙ୍କର ସଂକଳ୍ପ, ପରମେଶ୍ୱରଙ୍କର ଯୋଜନାକୁ କୌଣସି ବିଷୟ ରୋକିପାରେ ନାହିଁ। ହୁଏତ ଆମେ ଦେଖିଲା ବେଳେ ଲାଗିବ ଯେ ପରମେଶ୍ୱରଙ୍କର ସଂକଳ୍ପ ବନ୍ଦ ହେଇଯାଇପାରେ, ପରମେଶ୍ୱରଙ୍କର ସଂକଳ୍ପକୁ ଗୋଟିଏ ବିଷୟ ରୋକି ଦେଇପାରେ, କିନ୍ତୁ ମନେ ରଖନ୍ତୁ ପରମେଶ୍ୱରଙ୍କର ସଂକଳ୍ପକୁ ସୁଖ ସାଗର ଅଟକେଇ ପାରି ନାହିଁ, ଆଉ ଜର୍ଦ୍ଦନ ମଧ୍ୟ ଅଟକେଇ ପାରି ନାହିଁ। ତେଣୁ ମୁଁ କହିବାକୁ ଚାହେଁ, ପ୍ରିୟ ମଣ୍ଡଳୀ, ଯଦି ପ୍ରଭୁ ଆପଣଙ୍କ ଜୀବନରେ, ମୋ ଜୀବନରେ କିଛି ସଂକଳ୍ପ ନିରୂପଣ କରିଛନ୍ତି, କିଛି ଯୋଜନା ଯଦି ସେ କରିଛନ୍ତି, ଆପଣଙ୍କ ଜୀବନରେ ଅବଷ୍ଟକଲ ଆସିପାରେ, ଆପଣଙ୍କ ଜୀବନରେ ପ୍ରତିବନ୍ଧକ ଆସିପାରେ, ଆପଣଙ୍କ ଜୀବନରେ ପ୍ରତିରୋଧାତ୍ମକ ପରିବେଶ ଠିଆ ହେଇପାରେ, ନକାରାତ୍ମକ ବିଷୟ ଆପଣଙ୍କୁ ନୈରାଶ୍ୟ କରିଦେଇପାରେ, କିନ୍ତୁ ମନେ ରଖନ୍ତୁ ସେହି ସମୟରେ ପରମେଶ୍ୱର କାର୍ଯ୍ୟ ସାଧନ କରନ୍ତି। ଆଉ ତାହା ହିଁ এই 4 ପର୍ବର କଥାବସ୍ତୁ ଅଟେ। ଆଉ এই 4 ପର୍ବକୁ ଯେତେବେଳେ ଆମେ ଆସୁଛୁ, ସଦାପ୍ରଭୁ ପରମେଶ୍ୱର ଆଶ୍ଚର୍ଯ୍ୟ ଭାବରେ ଜର୍ଦ୍ଦନ ବିଭକ୍ତ କଲେ, ଜର୍ଦ୍ଦନକୁ ଶୁଷ୍କ କରି ତାଙ୍କର ଉଦ୍ଧାର ପ୍ରାପ୍ତ ଲୋକମାନଙ୍କୁ, ମନେ ରଖନ୍ତୁ ପ୍ରଭୁଙ୍କର ଆଶ୍ଚର୍ଯ୍ୟ, ପ୍ରଭୁଙ୍କର ଅଲୌକିକ, ପ୍ରଭୁଙ୍କର ଉତ୍ତମତାର କାର୍ଯ୍ୟ କେଉଁମାନେ ଅନୁଭବ କରନ୍ତି, ଯେଉଁମାନେ ଉଦ୍ଧାର ପ୍ରାପ୍ତ ଅଟନ୍ତି, ଯେଉଁମାନେ ପାପରେ ଜୀବନ କାଟୁଛନ୍ତି, ମନ ପରିବର୍ତ୍ତନ କରିନାହାନ୍ତି, ଯେଉଁମାନେ ଉଦ୍ଧାର ପାଇନାହାନ୍ତି, ସେମାନେ କଦାପି କେବେ ହେଁ କୌଣସି ଭାବରେ ଈଶ୍ୱରଙ୍କର ମହାନତାକୁ ଆଉ ଈଶ୍ୱରଙ୍କର ମହାନ କାର୍ଯ୍ୟକୁ ଦେଖିପାରିବେ ନାହିଁ। ତେଣୁକରି ପାଉଲ କହନ୍ତି, ସାଂସାରିକ ମନୁଷ୍ୟ ଆତ୍ମିକ ବିଷୟକୁ ବୁଝିପାରେ ନାହିଁ। ଅନେକ ସମୟରେ ଆମେ ସାଂସାରିକତାର ଚିନ୍ତା ନେଇ, ସାଂସାରିକତାର ଭାବନା ନେଇ, ସାଂସାରିକତାର ମନ ନେଇ ଆତ୍ମିକ ବିଷୟର ସଂଜ୍ଞା ନିରୂପଣ କରିବାକୁ କଣ କରୁ, ଚେଷ୍ଟା କରିଥାଉ। It is impossible to define spiritual thing with the eyes of carnal mind. অনেক আমি অছু, we look the way, আমি যে ভাবনা দেখু তার ঈশ্বরীয় দৃষ্টিকোণ নয়। তেমন প্রভু চাহান্তি আমি ঈশ্বরଙ୍କର କାର୍ଯ୍ୟକୁ ଦେଖୁ,
ଆଉ ଆଜି ମୁଁ କହିବାକୁ ଚାହେଁ ଯେ ଇସ୍ରାଏଲ ଲୋକମାନଙ୍କୁ ପ୍ରଭୁ ଉଦ୍ଧାର କଲା ପରେ ସେ ପ୍ରଭୁ କହୁଛନ୍ତି ମୋଶେଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ଚାରିଟା। କଣ କଥାବାର୍ତ୍ତା କରୁଛନ୍ତି? ଗୋଟେ ଅଜୀବ ଗରିବ ଚିଜ, ଗୋଟେ ଆଶ୍ଚର୍ଯ୍ୟ କଲା ଭଳି କଥାବାର୍ତ୍ତା କରୁଛନ୍ତି। କଣ ସେ କଥାବାର୍ତ୍ତା? ପ୍ରଭୁ କହୁଛନ୍ତି ତୁମେ ଉଦ୍ଧାର ପାଇଲ, ପ୍ରଭୁଙ୍କର ଆଶ୍ଚର୍ଯ୍ୟ ବିଷୟକୁ ଦେଖିଲ, ପ୍ରଭୁଙ୍କର ମହତ୍ କାର୍ଯ୍ୟକୁ ଅନୁଭବ କଲ, ଆଉ ଏହାର ସ୍ମରଣାର୍ଥେ ତୁମେ କଣ କର? ପଥର ଗୁଡ଼ିକ ରଖ। ପୁରାତନ ନିୟମରେ ସ୍ମରଣାତ୍ମକ ଭାବରେ ପଥର ରଖିବା କିଛି ପୁରୁଣା କଥା ନୁହେଁ। ଯଦି ଆମେ ଆଦି ପୁସ୍ତକ 28 ଅଧ୍ୟାୟକୁ ଯିବା, ଆଦି ପୁସ୍ତକ 31 ଅଧ୍ୟାୟକୁ ଯିବା, ଯଦି ପ୍ରଥମ ସାମୁଏଲ 17 ଅଧ୍ୟାୟକୁ ଯିବା, ପ୍ରଭୁଙ୍କର ପ୍ରତିଜ୍ଞାର ଚିହ୍ନ ଭାବରେ, ପ୍ରଭୁଙ୍କର ଆଶ୍ଚର୍ଯ୍ୟ କର୍ମର ଚିହ୍ନ ଭାବରେ କଣ କରୁଥିଲେ? ସେମାନେ ଆକ୍ଷରିକ ଭାବରେ ପଥର ସ୍ଥାପନ କରୁଥିଲେ। କାହିଁକି ଆଜ୍ଞା? କାରଣ କଣ? କାହିଁକି ପରମେଶ୍ୱର ଚାହାନ୍ତି ଯେ ତାଙ୍କର ମହତ ଆଶ୍ଚର୍ଯ୍ୟ କର୍ମକୁ ଚିହ୍ନ ଭାବରେ ରଖିବା ପାଇଁ? କେଉଁ କାରଣରୁ? ଯଦି ଆମେ ସେଇ କାରଣକୁ ଖୋଜି ବାହାର କରିବା, ତେବେ କାରଣଟି ଲେଖା ଅଛି 24 ପଦରେ, ଯୋଉଟା କି ଆଜିର ଚିନ୍ତା ଆମମାନଙ୍କ ପାଇଁ। ପ୍ରଭୁ କହିଲେ ପଥର ସଜାଅ, ବଂଶଗତ ଭାବରେ ପଥରକୁ ସ୍ଥାପନ କର, ଆଉ ଯେତେବେଳେ এই ପଥରକୁ ତୁମର ନେକ୍ସଟ ଜେନେରେସନ ଦେଖିବେ, ଧ୍ୟାନ ଦିଅନ୍ତୁ ସେଇ କଥା। ମଣ୍ଡଳୀ, ଆଜି ଆମେ କଣ କରୁଛୁ ସେଇଟା ଯେତିକି ଗୁରୁତ୍ୱପୂର୍ଣ୍ଣ, ଆସନ୍ତା ପିଢ଼ି ଆଜିର କାର୍ଯ୍ୟକୁ ଦେଖି କଣ ଶିଖିବେ ତାଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ସେଇଟା। ଆମେ କରିଦଉ ନାଇଁ, ଯାହା ଇଚ୍ଛା ତାହା କରୁ, ଯେମିତି ଇଚ୍ଛା ସେମିତି କରୁ, ଯାହା ଚାହୁଁଛୁ ତାହା ମନ ଭିତରେ ଇନସେଟ୍ କରୁଛୁ। କିନ୍ତୁ ମୁଁ କହିବାକୁ ଚାହେଁ ପବିତ୍ର ଆତ୍ମାଙ୍କର ଆବାହନରେ ଯାହା ଯାହା ଆମେ ନେତା ଭାବରେ କରୁଛୁ, ଯାହା ଯାହା ମୁଁ ବାଳକ ଭାବରେ କରୁଛି, ଯାହା ଯାହା ଆପଣ ଜଣେ ପିତା ମାତା ଭାବରେ ପରିବାରରେ କରୁଛନ୍ତି, ସେହି ବିଷୟ କଣ ଆମର ନେକ୍ସଟ ପିଢ଼ିକୁ ଈଶ୍ୱରଙ୍କ ବିଷୟରେ ଅବଗତ କରେଇବ କି? ଏଇଟା ହଉଛି ବଡ଼ ପ୍ରଶ୍ନ ମଣ୍ଡଳୀ। କରୁଛୁ ଆମେ? ଆଉ ଏଇ ସ୍ଥାନରେ ପରମେଶ୍ୱର ନିଜେ କହୁଛନ୍ତି, ତାର ପରମେଶ୍ୱର ଚାହୁଁଛନ୍ତି ଯେ ଆମେ ଈଶ୍ୱରଙ୍କର କାର୍ଯ୍ୟର ସ୍ମରଣାତ୍ମକ ବିଷୟ ସ୍ଥାପନ କରୁ। ଯଦି ମୁଁ ପଚାରେ ମଣ୍ଡଳୀକୁ କେଉଁ ବିଷୟ ଆପଣ ମଣ୍ଡଳୀଭୂତ ଭାବରେ ସ୍ଥାପନ କରିବା, ଯାହାକି ନେକ୍ସଟ ପିଢ଼ି ଦେଖିବେ ଆଉ ବୁଝିବେ ଈଶ୍ୱର এই ମଣ୍ଡଳୀ ପ୍ରତି କଣ କରିଛନ୍ତି, କଣ ସ୍ଥାପନ କରୁଛ, ହ୍ୱାଟ ଲେଗେସି? ଗୋଟିଏ କଥା କହି ରଖିବା ପାଇଁ ଚାହେଁ, ମଣ୍ଡଳୀ ଯେତେବେଳେ ଲେଗେସି ସ୍ଥାପନ କରେ ନାହିଁ, ନେକ୍ସଟ ପିଢ଼ି ଦିଗ ହରା ହେଇକି ବୁଲେ। ପରିବାର ଯଦି ଲେଗେସି ସ୍ଥାପନ করে ନାହିଁ, ପରିବାର ବଢ଼ିଯାଏ, ଦିଗ ହରା ହେଇଯାଏ। ଅନେକ ବାଇବଲରେ ଏକ୍ସାମ୍ପଲ ଅଛି। ଆଜି ପ୍ରଭୁ କହୁଛନ୍ତି ଝିଅକୁ ତୁମେ ପଥର ସ୍ଥାପନ କର। କଣ ପାଇଁ ସ୍ଥାପନ କର? ସ୍ମରଣାତ୍ମକ ଭାବରେ। ଆଉ ଯେତେବେଳେ এই ପଥରକୁ ଦେଖିବେ, କିଏ ଦେଖିବେ ଆଜ୍ଞା? କାହା କଥା ପରମେଶ୍ୱର କହୁଛନ୍ତି? ନେକ୍ସଟ ପିଢ଼ି କଥା। କାହିଁକି କହୁଛନ୍ତି ଶୁଣନ୍ତୁ। କାରଣ ବର୍ତ୍ତମାନର ପିଢ଼ି ଈଶ୍ୱରଙ୍କର ହସ୍ତକୁ ଅନୁଭବ କରିନପାରେ। ବର୍ତ୍ତମାନର ପିଢ଼ି ଈଶ୍ୱରଙ୍କର ଐଶ୍ୱରିକ କାର୍ଯ୍ୟକୁ ଜାଣିନପାରେ। ବର୍ତ୍ତମାନର ପିଢ଼ି ଏତେ ଏଆଇର ସ୍ରୋତରେ ଆମେ ଡୁବି ଯାଇଛୁ ଯେ ଏଆଇ ତା ରିଆଲିଟିକୁ ଲୁଚେଇବାକୁ ଚେଷ୍ଟା କରୁଛି। ଏଆଇ ଅର୍ଥ କଣ? କୃତ୍ରିମ ଜ୍ଞାନ। କୃତ୍ରିମ ଜ୍ଞାନର ଅର୍ଥ କଣ? କେତେ ଜଣ ଅଛନ୍ତି ସ୍ପିକର ମାନେ ଚାଟ୍ ଜିପିଟି
ଏଆଇ ର ସାହାଯ୍ୟରେ ବାକ୍ୟ ପ୍ରସ୍ତୁତ କରି କୃତ୍ରିମ ପ୍ରଚାର କରୁଛନ୍ତି। କି ପ୍ରଚାର? ଏଆଇ ପ୍ରଚାର। କୃତ୍ରିମ ବାସ୍ତବ ନୁହେଁ। ମୁଁ କହିବାକୁ ଚାହେଁ ପ୍ରିୟ ମଣ୍ଡଳୀ, ପ୍ରଭୁ ଚାହାନ୍ତି ଆମେ ବାସ୍ତବ ଖ୍ରୀଷ୍ଟୀୟ ଜୀବନ ଅତିବାହିତ କରୁ। ଆଉ ଆମର ବାସ୍ତବ ଖ୍ରୀଷ୍ଟୀୟ ଜୀବନ ଆମର ନେକ୍ସଟ ପିଢ଼ି ପାଇଁ କଣ ହେବା ଦରକାର ଅଛି? ଲେଗେସି ଅଛି। ଆଉ ପ୍ରଭୁ ଚାହୁଁଛନ୍ତି ଯେ ଗୋଟେ ଯୁଗ ଆସୁଛି ଯୋଉ ଯୁଗରେ ଏ ସବୁ ଲୋକ କଣ କରିବେ ନାହିଁ। ମଣ୍ଡଳୀ ରାଇଟ୍ ଟାଇମ୍ ଆମକୁ ପ୍ରଭୁ ଦେଇଛନ୍ତି। What memorable thing, କେଉଁ ସ୍ମରଣାତ୍ମକ ବିଷୟ ଆମେ ମଣ୍ଡଳୀ ଭାବରେ ସ୍ଥାପନ କରୁ ପ୍ରଭୁ ଏହା ଚାହୁଁଛନ୍ତି। କାହିଁକି ଚାହୁଁଛନ୍ତି ଶୁଣନ୍ତୁ, ତାପରେ କହିବି କେତୋଟି ଗୁରୁତ୍ୱପୂର୍ଣ୍ଣ କଥା। 24 ପଦକୁ ଆସନ୍ତୁ। ପ୍ରଭୁ ନିଜେ କହୁଛନ୍ତି, ଏଥିର ଅଭିପ୍ରାୟ ଏହି, ଅର୍ଥ 1 ପଦରୁ 23 ପଦ ପର୍ଯ୍ୟନ୍ତ ଯାହା ଯାହା ପ୍ରଭୁ କହିଲେ, যে সমস্ত ইনস্ট্রাকশন দেলে, যে সমস্ত কমান্ডমেন্ট দেলে, সে সবর উদ্দেশ্য প্রভু সময় ভাবে কହୁଛନ୍ତି কোন বলি, যেপরি পৃথিবীস্থ সমুদায় লোক সদাপ্রভুর হস্ত বলবান বলি জানি পারিবে, পুଣି সদাপ্রভু তুঙ্গମାନଙ୍କ পরমেশ্বরଙ୍କୁ সর্বদা ভয় କରି ପାରିବେ। କାହିଁକି ଆଜ୍ଞା ସ୍ମରଣାତ୍ମକ ବିଷୟ ଆବଶ୍ୟକ? କାରଣ କଣ? ଆଜିକାଲି ମଣ୍ଡଳୀ ଗୁଡ଼ିକରେ ମୁଁ ଯେହେତୁ ପାଳକ ଭାବରେ କହିବି, ମୁଁ ସ୍ପିକର ନୁହଁ। ସ୍ପିକର ସେମାନେ ଗୋଟିଏ ଦିନ ଆସିକି ବିରିୟାନୀ କରୁଛନ୍ତି, ଆଉ ପଖାଳ ଭାତ ପିଆଜ ଶାଗ ପରଖିବା ଜାଣିଛି। ଆଉ এইটা ହିଁ ସୁସ୍ଥତାର ବିଷୟ, এইটা ହିଁ ଶରୀରକୁ ସବଳ କରେ। প্রিয় ভাই বোনମାନେ, ମୁଁ କହି ରଖିବାକୁ ଚାହେଁ, ଆଜି ମଣ୍ଡଳୀ ଗୁଡ଼ିକରେ ଯୁବାପିଢ଼ି ଜୀବନରେ ଈଶ୍ୱର ବିଷୟର ଭୟ ନାହିଁ। କାହିଁକି ଜାଣନ୍ତି କି? କାହିଁକି ଆମମାନଙ୍କର ଯୋଉ ଯୁବାପିଢ଼ି, ଆମମାନଙ୍କର ଜେନେରେସନ ଭକ୍ତି ଭାବ ଧାରଣ କରୁନାହାନ୍ତି? ଆମମାନଙ୍କର ଜେନେରେସନ କାହିଁକି ଆଜି ପ୍ରାଚୀନ ମାନଙ୍କ ପ୍ରତି ସମ୍ମାନ ଜଣାଉନାହାନ୍ତି? କାରଣ they never see any ସ୍ମରଣାତ୍ମକ ବିଷୟ। ଗୋଟେ ପରିବାର, ସେ ପରିବାରର ବାପା ମା ମତେ ପାଷ୍ଟର ବାବୁ ବୋଲି ଡାକନ୍ତି। ଆଉ ତାଙ୍କର ଛୋଟ ଛୁଆ ବଢୁଛି, ଜାଣୁଥିଲି ସେ ମତେ କଣ ଡାକନ୍ତି? ସେ ମତେ ପାଷ୍ଟର ବାବୁ ବୋଲି ଡାକନ୍ତି। ଆଶ୍ଚର୍ଯ୍ୟ ହେଇଗଲି। ତାପରେ ଭାବିଲି କାହିଁକି? କାରଣ ବାପା ମା ଯାହା କହୁଛନ୍ତି ତାହା କିଏ ଶୁଣୁଛି? ପିଲାମାନେ ଶୁଣୁଛନ୍ତି। ଆଉ ବାପା ମା ଯୋଉ ଭାବରେ ସମ୍ବୋଧନ କରନ୍ତି, ବାପା ମା ଯୋଉ ଭାବରେ ଅନ୍ୟମାନଙ୍କୁ ସମ୍ମାନ ଦିଅନ୍ତି, ବାପା ମା ଯୋଉ ଭାବରେ ଅନ୍ୟମାନଙ୍କ ପ୍ରତି ସ୍ନେହଭାବ ଦେଖାନ୍ତି, ତାହା ଏକ୍ସାକ୍ଟଲି କୋଉମାନେ କପି କରନ୍ତି? ପିଲାମାନେ। ତେଣୁ ବାପା ମା ଭାବରେ, ମଣ୍ଡଳୀ ନେତୃବୃନ୍ଦ ଭାବରେ ଆମେ ସାବଧାନ ହେବା ଦରକାର। ସମୟ ଆସିଛି ଆଜ୍ଞା, ଯଦି ବର୍ତ୍ତମାନ ଆମେ ସ୍ମରଣାତ୍ମକ ବିଷୟ ସ୍ଥାପନ ନ କରିବା, I will give you the guarantee, next 5 years there will not be church. ତେଣୁକରି ପ୍ରଭୁ କହୁଛନ୍ତି ତୁମେ ସ୍ଥାପନ କର। କଣ ସ୍ଥାପନ କର? ଗୋଟେ ମେମୋରି ସ୍ଥାପନ କର, ଯୋଉ ଦ୍ୱାରା ଲୋକମାନେ ଜାଣିବେ ଯେ ପରମେଶ୍ୱରଙ୍କର ହସ୍ତକଣଟେ ବଳବାନ। ଆଜି ଆମର ପିଲାମାନେ ଆମମାନଙ୍କର ଜୀବନକୁ ଦେଖି ପରମେଶ୍ୱରଙ୍କର କାର୍ଯ୍ୟକୁ ଅନୁଭବ କରିପାରୁଛନ୍ତି। ଆମର ମଣ୍ଡଳୀର ବିଶ୍ୱାସୀ ମାନେ ନେତୃବର୍ଗ ମାନଙ୍କର କାର୍ଯ୍ୟକୁ, ପାଳକଙ୍କର କାର୍ଯ୍ୟକୁ ଦେଖି ସେମାନେ ଅନୁଭବ କରିପାରୁଛନ୍ତି କି ନାଇଁ ପରମେଶ୍ୱରଙ୍କର ହସ୍ତ ପରିଚାଳନା କରୁଛି ବୋଲି? ଯଦି ନାହିଁ, ବଡ଼ ପରିତାପର ବିଷୟ। ପ୍ରିୟ ମଣ୍ଡଳୀ ଜାଣି ରଖ। ଆଉ ପ୍ରଭୁ କହୁଛନ୍ତି ତୁମେ ସ୍ମରଣାତ୍ମକ ଭାବରେ ପ୍ରଶ୍ନ ସ୍ଥାପନ କର, ଯାହା ଫଳରେ ଲୋକମାନେ ଜାଣିବେ। ଆମର ଗୋଟିଏ ଅବଜେକ୍ଟିଭ ହେବା ଦରକାର।
आज ए चर्च आज ए ख्रीष्ट विश्वास गोटे ख्रीष्ट केन्द्रिक परिवार भाव आमर गोटे मात्र लक्ष्य हेबा दरकार जे आमे जहाँ भी करबा से कार्य द्वारा आमर नेक्स्ट पीढ़ी प्रभु को जानत प्रभु को हस्त जे बलवान एहा मंडली द्वारा परिवार द्वारा पिला माने देखंतु एहा प्रभु जानते ए कथा प्रभु कहउछन्ते सदा प्रभुଙ୍କର हस्त बलवान केतोटी गुरुत्वपूर्ण कथा मैं कहि रखिବାକୁ चाहिए। प्रथम विषय कहबे ईश्वर को हस्त विशेषत्वता प्रभुଙ୍କର हस्तर आट्रिब्यूट्स बा गुण मान कोन तांकर हस्त कि प्रकार हस्त अटे जोथि पय परमेश्वर निजे कहउछन्ति लेट द चिल्ड्रन ऑफ इस्राएल द नेक्स्ट पीढ़ी नो द पावर ऑफ हिज हैंड तांकर हस्तर बलवान विषय को नेक्स्ट पीढ़ी जानतु तबे से कि प्रकार हस्त कथा से कहउछन्ति बाइबल रो केतोटी विषय आपन को सम्मान रखिबे। प्रथम विषय जिसाय पुस्तक तार 41 अध्याय 10 पद देखंतु लेखा अछि भय कर नाही कारण आम्भे तुमर संगे संगे अछु निराश हो नाही कारण आम्भे तुमर परमेश्वर आम्भे तुमको शक्तिशाली करबा हां आम्भे तुमको सहाय्य करबा हां आम्भे आपना धर्म स्वरूप दक्षिण हस्तरे तुमको धरि रखिबा ओ हस्त ओडिया रे काहे स्वरूप शब्द जानि लेकिन ढाल स्वरूप मुकुट स्वरूप इंग्रजी में कोन लेखा अछि आई विल अपहोल्ड यू इन माय राइचियस हैंड एटी स्वरूप नै तांकर हस्त धर्म स्वरूप नै तांकर हस्त धर्म आ प्रभु कहउछन्ति ए स्थान रे आमे आपनार धर्मर दक्षिण हस्तरे अर्थात तांकर हस्त कि हस्त आज्ञा धार्मिकतार हस्त हिज हैंड इज राइचियस आमे जो पृथ्वी रे वास करूछु मने रखो ए पृथ्वी अधार्मिकतार परिपूर्ण ए पृथ्वी ए प्रकार पृथ्वी जो पृथ्वी रे चीट करि पापा के पछघुंचा करू एक्सप्लॉइट करबा पे पछघुंचा करू नांती आ आमे पृथ्वी रे वास करूछु जो पृथ्वी रे लोक माने वास करूछे से मानकर हस्त प्रकार ए हैंड फुल ऑफ ग्रीड लेकिन की हस्त लोभरे परिपूर्ण हस्त सब बेले शांति बाकी हम जानिछु नहीं किंतु प्रभु कहउछन्ति आई विल अपहोल्ड यू इन माय राइटियस हैंड राइट हैंड मु तुमको मोर दक्षिण हस्त जो हस्त की धार्मिकतार हस्त सेही हस्त प्रभु कर लोक माने आमे धार्मिकतार हस्त रे परिछु माने रखो द्वितीय विषय कहबे ए हस्तर विशेषत्वता प्रथम पीतर तार 5 अध्याय 6 यदि आप नोट करछन्ति नै पारबे प्रथम पीतर तार 5 अध्याय 6 पद मोर फेवरेट वर्स अटे सुनंतु कोन कहछन्ति एहेतु परमेश्वर बलवान हस्त तले आपना आपना को नम्र कर तांकर हस्त की हस्त आज्ञा हां बलवान हस्त से हस्त आमानकु धरि रखिबा पाई सक्षम अटे से हस्त आमानकर आवश्यकता को पूर्ण करिबा पाई सक्षम अटे से हस्त आमानकु सुस्थ करिबा पाई सक्षम अटे से हस्त आमानकु आशीर्वाद करिबा पाई सक्षम अटे तेनु जिसाय अंशगिर एक पदरे परमेश्वर कहबे आम्बर हस्त की ना पड़े जाय नहीं छोट हेई जाय अछि जे आम्भे ताहा करि पारिबा अनेक समय हमर परिस्थिति द्वारा हम प्रभु को हाथ कोन कर दछु छोटिया हमर नीड एते बड़ हो जाउछि जे प्रभु को हाथ कोन कर दछु कि आज कोई लोक his hand is mighty hand ताकर हस्त बलवान हस्त अटे से दुर्बल को सबल कर पारंती से अक्षम को सक्षम कर पारंती जने से दरिद्र को से महान कर पारंती से हस्त आम
आरंभ कर तेणु प्रभु कहले आम्र हस्त बलवान यह पृथ्वीस्थ लोक मैंने जानतु आप हस्त को जानते ख्रीष्ट विश्वास भाव तृतीय कथा कहबी जहन 10 अध्याय 29 पद शुण प्रभु जीशु ख्रीष्ट निजे पिता हस्त सम्बन्ध कथा कहते मोहर पिता जहाँ मत दी अच्छा सबुठारु बहुमूल्य से कहते पिता हस्तरू केही ताहा हरण करि पारे नाही तार अर्थ कोन तार अर्थ होचे ईश्वर हस्त प्रोटेक्टिव कि हस्त सुरक्षा करिबा हस्त रखे से आपनार हस्त विस्तार कले आमे सुरक्षित तेणुक प्रभु जीशु ख्रीष्ट कहले जो मानक प्रभु मते देइछन्ति से माने कोन अटंती बहुमूल्य अटंती प्रिय मंडली यू आर प्रेशियस इन द हैंड ऑफ गॉड आपन मु ईश्वर कर हस्त रे बहुमूल्य अटु आ आमे जेतु ईश्वर का हस्त रे अछु तेनु केही आपन कोन करि परबे नाही हरण अर्थ गुणमान छीनी करे छड़े करे स्नाच करे प्रभु ठार के नहीं पारे कि मन रखा दरकार ईश्वर पाथुरी आम रहा दरकार और जो मैंने ईश्वर एक पाथुरी अच्छे शयतान के प्रयास करो नहीं शयतान चेष्टा कर का आईबो को प्रभु को कहला प्रभु को प्रभु होते कौन प्रभु प्रदान गाड़ी तुम ताको धन संपत्ति देछ टंका पैसा देछ तेणु करी से तुम सेवा करुछन्ति तुम आराधना करुछन्ति आ तुम प्रति पूरा डिवोटेड अछन्ति नहीं प्रभु को अच्छा कथा पहुंचाबी और धन पटाक सब पटाक शयतान जेतिकी प्रयास करुछे सेतिकी सदा प्रभु ताको हस्त विस्तार करी कोन करछन्ति गोटे सुंदर शब्द लिखा अच्छे से सुरक्षा बेढ़ा दे आयु को कौन कर सुरक्षा प्रभु शैतान कहले तुम्हें अपना हस्त रखिछ कहीं दिन प्रिय भाई बंधु ने आपन केते परीक्षा सम्मुखीन केते ददनीय समस्या मध्य आपन चाहे आपनकर शरीर घात केते प्रखर हो चाहे आपनकर मानसिक जंत्रणा केते वेदनादायक हो आपन फाइनेंशियली केते कंस्ट्रेन होते दे जाऊ किंतु मन रखतु जदि सदाप्रभुଙ୍କର हस्त आपनक ऊपर अछि यू आर प्रोटेक्टेड हालेलुया यू आर प्रोटेक्टेड तेनु प्रभु यीशु ख्रीष्ट निजे कहउछथि जे तांकर हस्त को केही नै पाइबे हस्त सुरक्षा हस्त चतुर्थ कथा कहना चाहे गीत संहिता तार 118 श्लोक चाहिए कि इंग्राजी बाइबल आनी पढ़े कारण इंग्राजी शब्दटा बहुत भल लगे गीत संहिता 118 श्लोक लिखा अच्छे सदाप्रभुଙ୍କର दक्षिण हस्त उन्नत सदाप्रभुଙ୍କର दक्षिण हस्त वीर कर्म करे इंग्राजी बाइबल कहानी देखिए ओके द राइट हैंड ऑफ द लॉर्ड इज एक्सल्टेड कहबा को चाहे आवर गॉड्स हैंड इज एक्सल्टिंग हैंड आपनकर ईश्वरकर हस्त उन्नत करिवार हस्त अटे प्रिय भाई माने आपनकु मते उन्नत करिवा पय लोक आवश्यक नाही आपनक पय मो पय लोक कहबा आवश्यक नाही आपनकु मते लोक रेकमेंडेशन करबा आवश्यक नाही जदि आपन मु उन्नत हेबा पय चाहछु ओ के उन्नत करबा क्या एबेले आमे प्रभुकर हस्त आमे उन्नत करबा पूर्वरु आमे उन्नत हेकि कोन चेष्टा करू अवनत हेबाकू प्रभु जहाँ उठाते प्रिय भाई माने से क्षत राशि उठेबा परमेश्वर अटंती
ଆଉ ଦାଉଦ କହୁଛନ୍ତି ତାଙ୍କର ଦକ୍ଷିଣ ହସ୍ତ ଉନ୍ନତ ଏକ୍ସଲ୍ଟିଂ ଆଉ ଯେଉଁ ହସ୍ତ ଏକ୍ସଲ୍ଟିଂ ସେଇ ହସ୍ତର ସ୍ପର୍ଶତାରେ ଆପଣ ଆଉ ମୁଁ କଣ ହେଇପାରିବା ଉନ୍ନତ ହେଇପାରିବା। ଉନ୍ନତ ହେବା ପାଇଁ ଲାଞ୍ଚ ଦରକାର। ଆଚ୍ଛା ଯୋସେଫ କେତେ ଜଣଙ୍କୁ ଲାଞ୍ଚ ଦେଇଥିଲେ ଇଜିପ୍ଟର ଗଭର୍ଣ୍ଣର ହେବା ପାଇଁ? ନା କାହାକୁ କହିଥିଲେ ମତେ ଭୋଟ ଦିଅ? ମଣ୍ଡଳୀ ଇଷ୍ଟ ବିଶ୍ୱାସ ବୁଝିବା। The hand of God is powerful. It is so powerful to lift you up and lift me up. ମତେ ଉଠେଇବା ପାଇଁ ଆପଣଙ୍କୁ ଉଠେଇବା ପାଇଁ ସେଇ ପରାକ୍ରମର ହସ୍ତ ଯଥେଷ୍ଟ। ଆଉ ଯାହା ଯାହା ଉପରେ ହସ୍ତ ପଡ଼ିଛି ସେମାନେ କଣ ହେଇଯାଇଛନ୍ତି? ଉନ୍ନତ ହେଇଯାଇଛନ୍ତି। ଦାଉଦ କୋଉଠୁ ଉନ୍ନତ ହେଲେ? ଗୀତ ସଂହିତା 71 ବର୍ଗ କହେ ନେଶ ଶାଳାରୁ କୋଉଠି ଗଲେ ସେ? ରାଜ ପ୍ରସାଦକୁ ଗଲେ। କେମିତି ଗଲେ? କ୍ୱାଲିଫିକେସନ ଦେଖେଇଥିଲେ ନା ସାମୁଏଲକୁ ପଠେଇଥିଲେ ସ୍ପିଡ ପୋଷ୍ଟରେ ତାଙ୍କର ସାର୍ଟିଫିକେଟ? ପ୍ରିୟ ଭାଇ ଭଉଣୀ, ତେଣୁକରି ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ କହିଲେ କି ତୁମେ ପଥର ସ୍ଥାପନ କର। ଯେଉଁ ପଥରକୁ ଦେଖି ତୁମର ନେକ୍ସଟ ପିଢ଼ି ପଚାରିବେ ଏହା କଣ, ତେବେ କୁହ ସଦାପ୍ରଭୁଙ୍କର ହସ୍ତ ବଳବାନରେ ପରିପୂର୍ଣ୍ଣ। ଆଉ ଏହା ଜାଣିବା ଦ୍ୱାରା ଲୋକମାନଙ୍କ ଜୀବନରେ କଣ ଆସେ ଆଜ୍ଞା? ଈଶ୍ୱର ବିଷୟକ ଭୟ ସୃଷ୍ଟି ହୁଏ। ଆପଣଙ୍କ ଜୀବନରେ ଯେତେବେଳେ ପ୍ରଭୁଙ୍କର ହସ୍ତ ଦେଖାଯିବ ସେତେବେଳେ ଲୋକମାନଙ୍କ ଜୀବନରେ ଈଶ୍ୱର ବିଷୟକ ଭୟ ସୃଷ୍ଟି ହେବ। ଆପଣ ଏହା ଭାବନ୍ତୁ ନାହିଁ ଯେ ମତେ ଡରନ୍ତୁ ନାହିଁ। Let people fear the Lord by seeing you. ଏହି କଥା ମଶା ଲୋକ କହୁଛନ୍ତି। ତାଙ୍କର ହସ୍ତ ପରି ହସ୍ତ ଆଜ୍ଞା ଏକ୍ସଲ୍ଟିଂ, ଯେଉଁ ହସ୍ତରେ ସେ ଉନ୍ନତ କରନ୍ତି। ପଞ୍ଚମ କଥା କହିବି, ପଞ୍ଚମ ବିଷୟ ତାଙ୍କର ହସ୍ତର ବିଶେଷତ୍ୱତା ସମ୍ବନ୍ଧରେ ଶୁଣନ୍ତୁ। ଗୀତ ତାର 138ର 7 ପଦ ଲେଖା ଅଛି। ଦୟାକରି ଆମେ ପଢ଼ିବା। ମାନେ ଆଗକୁ ପଢ଼ୁଛନ୍ତି ପଢ଼ନ୍ତୁ। ମୁଁ ଚାହେଁ ଆମେ ଈଶ୍ୱରଙ୍କ ବାକ୍ୟକୁ ପଢ଼ିବା, ବୁଝିବା ଆଉ ନିଜ ଜୀବନରେ ତାକୁ ବ୍ୟବହାର କରିବା। ଲେଖା ଅଛି, ଦାଉଦ କହୁଛନ୍ତି ମୁଁ ସଙ୍କଟ ମଧ୍ୟରେ ଗମନ କଲେ ହେଁ, ମଣ୍ଡଳୀ ମୁଁ ସଙ୍କଟ ମଧ୍ୟରେ ଗମନ କଲେ ହେଁ, ମା ମାନେ ସମସ୍ତେ ମୁଁ ସଙ୍କଟ ମଧ୍ୟରେ ଗମନ କଲେ ହେଁ, ତୁମ୍ଭେ ମୋ ଶତ୍ରୁଗଣର କୋପ ପ୍ରତିକୂଳରେ କାହାର ପ୍ରତିକୂଳରେ? କି ଆଶ୍ଚର୍ଯ୍ୟ କଥା ଦେଖି। এইটা হচ্ছে ଦାଉଦ ଅନୁଭବାତ୍ମକ ଭାବରେ ଗୋଟେ ଥିଓରିଟିକାଲି ସେ କହୁନାହାନ୍ତି ଏ କଥା। ସେ ଥିଓରିଟିକାଲ ପ୍ରୋଜେକ୍ସନ କରୁନାହାନ୍ତି। ସେ କହୁଛନ୍ତି ମୁଁ ସଙ୍କଟ ମଧ୍ୟ ଦେଇ ଗମନ କଲେ। ଏ ସ୍ଥାନରେ ବସିଥିବା ଲୋକମାନେ ସତ କଥା କହିବେ, ଆପଣଙ୍କ ମଧ୍ୟରୁ କେହି କେବେ ସଙ୍କଟ ମଧ୍ୟ ଦେଇ ଯାଇନାହାନ୍ତି? ନା କହିପାରିବେ କି ମୁଁ ସଙ୍କଟ ମଧ୍ୟ ଦେଇ ଜମା ଯିବି ନାହିଁ? ସମସ୍ତଙ୍କ ପାଇଁ ଟ୍ରାଜେଡି ଅଛି। ସମସ୍ତଙ୍କ ଜୀବନରେ ସଙ୍କଟ ଅଛି। ଆଉ ଆମେ ଭିନ୍ନ ଭିନ୍ନ ଭାବରେ এই ସଙ୍କଟ ମଧ୍ୟ ଦେଇ ଗମନ କରୁଛୁ। ବେଳେ ବେଳେ ସଙ୍କଟ ଆମକୁ ନିରାଶ କରେ, ହତାଶା କରେ, ଭାଙ୍ଗି ଦିଏ। ବେଳେ ବେଳେ ସଙ୍କଟ ଆମକୁ ଏ ପ୍ରକାର ଦୁର୍ଦ୍ଦଶାଗ୍ରସ୍ତ କରାଏ, ଆମଙ୍କ ଜୀବନରେ ସବୁ ଶୁଷ୍କ କରି ଦେଖାଯାଏ। ଆପଣଙ୍କର ଅନୁଭବ ଅଛି କି ନାହିଁ ଜାଣିନାହିଁ। ସଙ୍କଟ ଆମକୁ ଦୋହଳାଇ ଦିଏ, ଆମଙ୍କର ବିଶ୍ୱାସକୁ ଦୋହଳାଇ ଦିଏ। ଆଉ ଦାଉଦ କନଫିଡେନ୍ସ ଭରସା ଭାବରେ କହୁଛନ୍ତି। ସେ କଣ କରି କହୁଛନ୍ତି? ମୁଁ ସଙ୍କଟ ମଧ୍ୟ ଦେଇ ଗମନାଗମନ କଲାବେଳେ ତୁମେ ମୋତେ କଣ କରିବ? ବଞ୍ଚେଇକି। ପ୍ରିୟ ଭାଇ ଭଉଣୀମାନେ, ଏଇଟା ପରମେଶ୍ୱରଙ୍କ ଦୟା। ଆମେ ସମସ୍ତେ ସମୟ ମଧ୍ୟରେ ଯାଇଛୁ। ଆମ ପରିବାର ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାର ସଙ୍କଟ ଘଟିଛି। ଆମ ପରିବାର ମଧ୍ୟରେ
ପ୍ରଭୁ ଆମମାନଙ୍କୁ କଣ କରି ରଖିଛନ୍ତି? ସଜୀବ କରି ରଖିଛନ୍ତି। ତାପରେ ଶୁଣନ୍ତୁ, ତୁମେ ମୋ ଶତ୍ରୁଗଣର କୋପ ପ୍ରତିକୂଳରେ, ତେଣୁକରି ମୁଁ ଶତ୍ରୁକୁ ଡରେ ନାହିଁ। I never fear my enemy। ସେମାନେ କେତେ କଟୁ କଥା କୁହନ୍ତୁ, କେତେ ବଚସାର କଥା କୁହନ୍ତୁ, କେତେ ନିନ୍ଦାର କଥା କୁହନ୍ତୁ, କେତେ ଅପମାନର କଥା କୁହନ୍ତୁ, କେତେ ଅପବାଦ କରନ୍ତୁ, ମୁଁ ଗୋଟିଏ ବିଷୟ ଉପରେ ବିଶ୍ୱାସ କରେ ଯେ ମୋହର ପରମେଶ୍ୱରଙ୍କର ହସ୍ତ ସେ କଣ କରିବେ? ଆଜ୍ଞା, ବିସ୍ତାର ସେ ବିସ୍ତାର କରିବେ। ଆଜି ଯଦି ଆପଣ ଭାବୁଛନ୍ତି ଆପଣଙ୍କର ଶତ୍ରୁ ଆପଣଙ୍କୁ କ୍ଷୁଣ କରିବ, ଆପଣଙ୍କୁ କଷ୍ଟ ଦେବ, ମନେ ରଖନ୍ତୁ, ମୁଁ କହି ରଖିବାକୁ ଚାହେଁ, ପରମେଶ୍ୱରଙ୍କର ହସ୍ତ ଆପଣଙ୍କର ଶତ୍ରୁମାନ ଉପରେ ବିସ୍ତାର କରିବ। ଯଦି ଆପଣ ରାଇଟ୍ ବିପଦ କର, ଯଦି ଆପଣ ଈଶ୍ୱରଙ୍କ ସହିତ ସଠିକ ଅଛନ୍ତି। ତେଣୁକରି ପ୍ରେମାଦି ନାଗେ ଗୋଟେ କଥା କହନ୍ତି, ସରୋଜ ପ୍ରେମାଦି, ସେ କୁହନ୍ତି, ଇଫ୍ ଆଇ ଆମ୍ ରଙ୍ଗ, ଯଦି ମୁଁ ଭୁଲ, ପ୍ରଭୁ ମତେ କଥା କହିବେ। ଯଦି ମୁଁ ଠିକ, ତେବେ ପ୍ରଭୁ ମୋ ସପକ୍ଷରେ କଥା କହିବେ। ପ୍ରିୟ ଭାଇ ମାନେ, ସେ ଆମଙ୍କର ପରମେଶ୍ୱର, ଆଉ ତାଙ୍କର ହସ୍ତ ଆମଙ୍କର ଶତ୍ରୁଗଣର ପ୍ରତିକୂଳରେ ସେ ବିସ୍ତାର କରିପାରନ୍ତି। ତେଣୁ ଦାଉଦ କହିଲେ, ଏ ଶତ୍ରୁଗଣ ସମ୍ମୁଖରେ ମୋ ସାକ୍ଷାତରେ ତୁମେ କଣ ସଜାଉଛ? ମେଜ ସଜାଉଛ। ବାଇବଲରେ ଭିନ୍ନ ଭିନ୍ନ ପ୍ରକାରର ମେଜ ଅଛି, ଭିନ୍ନ ଭିନ୍ନ ପ୍ରକାରର ମେଜର ବିଶେଷତ୍ୱତା ଅଛି, ଭିନ୍ନ ଭିନ୍ନ ପ୍ରକାରର ମେଜର ଗୁରୁତ୍ୱତା ରହିଛି ବାଇବଲ ମଧ୍ୟରେ। ପ୍ରଥମ କରନ୍ଥୀୟରେ ପାଉଲ କହିଲେ ଶୟତାନର ମେଜ ମଧ୍ୟ ଅଛି। ଶୟତାନର ମେଜରେ କଣ ଆଜ୍ଞା? ସତ କଥା କୁହନ୍ତୁ, କଣ ହେବ? ବିଭିନ୍ନ ପ୍ରକାର ପଲିଟିକ୍ସ ଆଲୋଚନା ହେଉଛି। କିନ୍ତୁ ଈଶ୍ୱରଙ୍କ ମେଜରେ ଈଶ୍ୱର କଣ କରିବେ? ତାଙ୍କର ଧାର୍ମିକତାର ବିଷୟରେ ବିଚାର କରିବେ। ତେଣୁ ମେଜର ନିକଟବର୍ତ୍ତୀ ହେଲା ବେଳେ ସାବଧାନ। ଚାहे ଯେକୌଣସି ମେଜ, ଆପଣ ଏସି କମିଟିର ମେଜ ହେଉ କିମ୍ବା ବାଇବଲର ଆମର ପ୍ରସ୍ତୁତ କରାଯାଇଥିବା ଭୋଜନ ମେଜ ହେଉ, ଯେକୌଣସି ମେଜ ଈଶ୍ୱରଙ୍କ ନାମରେ ପ୍ରାର୍ଥନାର ସହିତ ଆରମ୍ଭ ହୁଏ, ସାବଧାନ, ମାନେ ଆମେ ମଜାକ କରୁଛୁ। ତେଣୁ ଦାଉଦ କହିଲେ ଶତ୍ରୁଙ୍କର ବିପକ୍ଷରେ ହସ୍ତ ବିସ୍ତାର କରିବେ। ତାର ଅର୍ଥ ଏହି ହସ୍ତ ମୁକ୍ତି ଆଉ ଉଦ୍ଧାର କରିବାର ହସ୍ତ, ଡେଲିଭରି ହ୍ୟାଣ୍ଡ। ଆଉ ସେଇ ମୁକ୍ତିର ହସ୍ତ ଦ୍ୱାରା ପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କଲେ, ମିଶ୍ରର ଉଦ୍ଧାର କଲେ। ତେଣୁକରି ସେ କହିଲେ, ଆପଣଙ୍କ ପରାକ୍ରମ ବାହୁବଳରେ ଆମ୍ଭେ ମିଶ୍ରମାନଙ୍କୁ ମିଶ୍ରର ଦାସତ୍ୱରୁ କଣ କଲୁ? ମୁକ୍ତ କଲୁ। ସେଇ ହସ୍ତ ଆଜି ବି ପ୍ରସ୍ତୁତ, ସେଇ ହସ୍ତ ଆଜି ବି ଆକ୍ସେସେବଲ ଅଟେ ଆପଣଙ୍କ ମତେ ଉଦ୍ଧାର କରିବା ପାଇଁ। ଷଷ୍ଠ ବିଷୟ, ଈଶ୍ୱରଙ୍କ ହସ୍ତର ବିଶେଷତାର ଷଷ୍ଠ ବିଷୟ, ଗୀତ ସଂହିତା 139 ପଦ ଶବ୍ଦ 139 Psalm 10 ଲେଖା ଅଛି। ସେଠାରେ ଲେଖା ଅଛି, ଆମେ ପଢ଼ିବା, ସେଠାରେ ମଧ୍ୟ ତୁମର ହସ୍ତ ମତେ ଯଦି ଗୀତ ସଂହିତା 139 ପର୍ବକୁ ଯିବା, it talks about God omniscient nature। ଈଶ୍ୱର ଯେ ସର୍ବଜ୍ଞ, ଏହାର ପ୍ରକୃତ ସତ୍ୟତା ପ୍ରମାଣିତ ଗୀତ ସଂହିତା 139 ପର୍ବରେ। ଆଉ ଗୀତ ସଂହିତା 139 ପର୍ବରେ ଦାଉଦ କହୁଛନ୍ତି, ମୁଁ ସମୁଦ୍ର ଭିତରକୁ ଗଲେ ମଧ୍ୟ, ସମୁଦ୍ରର ଗର୍ତ୍ତ ମଧ୍ୟରେ ପ୍ରବେଶ କଲେ ମଧ୍ୟ ତୁମ୍ଭର ହସ୍ତ ମତେ। ଅନେକ ଲୋକ ଭାବୁଛନ୍ତି ପ୍ରଭୁଙ୍କର ହସ୍ତ ଆମକୁ ଧରିପାରିବ ନାହିଁ। ପ୍ରିୟ ଭାଇ ମାନେ, ସେ ଯେତେବେଳେ ତାଙ୍କର ବାହୁ ପ୍ରସାରିତ କରନ୍ତି, ଫାରୋର ସୈନ୍ୟ କୋଉଠି ନିପାତ ହେଲେ? ମନେ ରଖନ୍ତୁ,
गोटे कथा मन कहवा चाहे मिस्र देश में परमेश्वर जिते आश्चर्य कर्म करते मिस्र बणिक मैंने फारो को कौन कहले महाराज ये सब ईश्वर उंगुलीकृत कार्य छाड़ी दिखते फारो कहले आम छाड़ फारो भाविले जे प्रभुंर हस्त मते धरी पारिब नहीं कठोरतार कठोरता काठिन्यतार हृदय परिपूर्ण अनेक लोक माने आमे अच्छु ए फारोर हृदय पहुंचु कौन ईश्वरर वाक्य हातुड़ी मुड़ी पिटा जाउते मध्य ईश्वरर वाक्य आमानकु कष्ट दउतिले मध्य आमे एते हार्ड हार्टेड हो जाइछु आमे भाबुछु जे आम परी आउ के यो मंडली कहता मु कहि रखिबा पई चाहे जदि ईश्वरर हस्त फारो परी कठिन मना एक व्यक्ति को निपात करि पारिछि तेबे मन रखंतु जदि आमे ताकर हस्तर स्पर्शता को से काठिन्य मनोभाव रिजेक्ट करि आसुछु अभी संभाव्य आमे मध्य से प्रकार निपात होइबा षष्ठ सप्तम कथा षष्ठ अर्थ कौन तांकर हस्त लीडिंग करिबार हस्त धरी रखिबार हस्त छाड़िबार हस्त से धरती से धरी कर पादे पादे से मत चलाते से सब कहले आज ईश्वर को हस्तर विशेषत्वता प्रथम वंशावली तार 29 अध्याय 12 प्रकाश प्रथम वंशावली तार 29 अध्याय 12 प्रकाश लेखा अच्छे बाहर लगे अपन बाइबल जो पर्यंत साउंड कर फर्स्ट कॉरिंथियंस चैप्टर 29:12 सुन धन और संभ्रम मंडली धन और संभ्रम तुम्हार आसे तुम्हें समस्त कर्तृत्व कर पुणी तुम हस्तरे शक्ति व पराक्रम अच्छे समस्त महान करने को समस्त शक्ति देवा तुम्हार हस्तर कार्य आज जो धन संपत्ति आम जीवन अच्छे यहाँ कार कौन परिश्रम कर मन रखु धन संपत्ति संभ्रम प्रभु जदि प्रभु देइछन्ते प्रभु नहीं पारे कि नहीं ना आई बंधुर स्त्री आसे कहले कौन कहले भक्ति प्रेम क्या मिस्टर आई कहले कहब शुण एवं पर्यंत तुम धन गला संपत्ति गला मान गला आ जो सुंदर देखी मुझे ते बाहर से सुंदर मोर ना मन रखु आपण केते सुंदर हो गोटे दिन अच्छे ये शरीर जरा जीवन हम ही हम ये सुंदरता रहा आयुष स्त्री कहते तुम धन को देखी विवाहित हो मत तुम मान को देखी विवाहित तुम गाड़ी को देखी विवाहित तुम बिल्डिंग को देखी विवाहित तुम सुंदरता को देखी विवाहित सब तो गला एबे कौन कर से प्रभु को अभिशाप दे मर कि भाग्यवान स्त्री कौन करबा कथा पिठी हाथ दे सांत्वना देवा कथा हो गला प्रभु ठीक अच्छे चलो प्रार्थना करवा केते को मां आपण मानकर स्वामी दुखरे गला बेले
ସେମାନଙ୍କ ସହିତ ଠିଆ ହୁଅନ୍ତୁ। ଆପଣଙ୍କର ଗୋଟିଏ ଗୋଟିଏ ଶବ୍ଦ ଆପଣଙ୍କର ସ୍ୱାମୀକୁ ସବଳ କରିପାରେ। ବାପା ମାନଙ୍କୁ ମଧ୍ୟ କହିବାକୁ ଚାହେଁ, ସ୍ତ୍ରୀ କଷ୍ଟ ପାଉଥିଲା ବେଳେ ଅଫିସକୁ ବାହାରି ଯାଆନ୍ତୁ ନାହିଁ। କେତେ ଜଣ ସ୍ତ୍ରୀ କଷ୍ଟ ପାଉଥିବ ମିନିଷ୍ଟ୍ରି ଅଛି କି ନାହିଁ? ଆଜ୍ଞା ପ୍ରଭୁ ପ୍ରଥମେ ମିନିଷ୍ଟ୍ରି ଦେଲେ ନା ପରିବାର ଦେଲେ? ସତ କଥା କୁହନ୍ତୁ। ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଆଜି ପରିବାର ଗୁଡ଼ିକରେ ଏ ଅଫିସ ନାଁରେ ଏ ଏମ୍ପ୍ଲୟ ନାଁରେ ଯୋଉ ପ୍ରକାର ସ୍ୱାମୀ ସ୍ତ୍ରୀ ମାନେ କଷ୍ଟ ପାଉଛନ୍ତି, ଦୁଃଖର ବିଷୟ। ମୁଁ ଏ କଥା କହୁ ନାହିଁ ଯେ ଜବ୍ କରନ୍ତୁ, କିନ୍ତୁ ସମୟ ନଥିବ। ଆଉ ଆୟୁବଙ୍କ ପ୍ରଭୁ ଆୟୁବ ତାଙ୍କ ସ୍ତ୍ରୀକୁ କଣ ବୋଲି କହିଲେ? ହଉ ଠିକ ଅଛି ମୁଁ ପ୍ରଭୁଙ୍କୁ ଛାଡ଼ିଦେବି ବୋଲି କହିଲେ କି? ଆଦମ ପରି ହଉ ଠିକ ଅଛି ମୁଁ ଖାଇଦେବି ବୋଲି କହିଲେ କି? ନା, ସେ କହିଲେ ମୁଢ଼ା ସ୍ତ୍ରୀ ବୋଲି ତୁମେ କଥା କହୁଛ, ପ୍ରଭୁ ଯେତେବେଳେ ଦେଲେ ଆନନ୍ଦ ଆନନ୍ଦ କିପରି କହିବି କେତେ ଯେ ଆନନ୍ଦ। ଆଉ ପ୍ରଭୁ ନେଲେ ପୁଣି ଆମକୁ ବଡ଼ କଷ୍ଟ ନାଇଁ? ପ୍ରଭୁ ଦେଲେ ପ୍ରଭୁ ନେଲେ। ପ୍ରିୟ ଭାଇ ମାନେ, ଯେଉଁ ପରମେଶ୍ୱରଙ୍କ ଠାରୁ ଧନ ଆସେ, ସଂଗ୍ରାମ ଆସେ, ସମ୍ମାନ ଆସେ, ପୋଜିସନ ଆସେ, ପପୁଲାରିଟି ଆସେ, ସେଇ ପରମେଶ୍ୱର ଚକ୍ଷୁର ପଲକରେ ତାହା ନିଜେ କରନ୍ତି। ତେଣୁକରି ପ୍ରଥମ ବଂଶାବଳୀ ତାର 19:12 ଚେତନାର କଥା କୁହାଯାଉଛି। ଏଇଟା ପ୍ରତିଜ୍ଞାର କଥା ନୁହେଁ। କଣ ବୋଲି ଚେତନାର କଥା କୁହାଯାଉଛି? ତାଙ୍କ ହସ୍ତରେ ଶକ୍ତି ଅଛି, ସାମର୍ଥ୍ୟ ଅଛି। ପ୍ରିୟ ଭାଇ ମାନେ, ଏହା ପ୍ରଭୁଙ୍କର ଶକ୍ତିଯୁକ୍ତ ହସ୍ତ। The powerful hand of God. ଜଣେ ବ୍ୟକ୍ତିଙ୍କ ଉପରେ ଯଦି ହସ୍ତ ବିସ୍ତାରିତ ହୁଏ, ସେ ମହାନ ସମ୍ଭ୍ରମରେ ପରିପୂର୍ଣ୍ଣ ହୋଇପାରନ୍ତି, ଧନରେ ପରିପୂର୍ଣ୍ଣ ହୋଇଥାନ୍ତି। କିନ୍ତୁ ମନେ ରଖନ୍ତୁ, କଣ ଜାଣିବା ଦରକାର? ସଦା ପ୍ରଭୁଙ୍କର ହସ୍ତ ବଳବାନ ବୋଲି ଜାଣିବା ଦରକାର, ଆଉ ସଦା ପ୍ରଭୁଙ୍କୁ ଭୟ କରିବା ଦରକାର। ଅନେକ ସମୟରେ ଆମେ ଜ୍ଞାନ ବଢ଼ିଗଲେ, ଧନ ବଢ଼ିଗଲେ, ମାନ ବଢ଼ିଗଲେ, ପୋଜିସନକୁ ଆସିଲେ ଆମେ ଲୋକକୁ ତ ଖାତିର କରିବା ଆମେ କରୁନା, ପ୍ରଭୁଙ୍କୁ ମଧ୍ୟ ଖାତିର କରିବା ଧୀରେ 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 ଛାଡ଼ିଦେବୁ। କେତେ ଦୁଃଖର ବିଷୟ। ଆଉ ତାହା ମଣ୍ଡଳୀରେ ଅତି ସ୍ପଷ୍ଟ ଭାବରେ ଦେଖାଯାଉଛି, ଲୋକମାନଙ୍କ ମଧ୍ୟରେ ଅତି ସ୍ପଷ୍ଟ ଭାବରେ ଦେଖାଯାଉଛି। ତେଣୁ ଆଜି ମୁଁ କହିବାକୁ ଚାହେଁ ଯେ କେଉଁ ସ୍ମରଣାତ୍ମକ ବିଷୟ ଆଜି ମଣ୍ଡଳୀ ଭାବରେ ଆମେ ସ୍ଥାପନ କରିବାକୁ ଚାହୁଁଛୁ? କେଉଁ ବିଷୟ? ମନେ ରଖନ୍ତୁ ପ୍ରିୟ ମଣ୍ଡଳୀ, ଏ ସବୁ ପ୍ରଭୁଙ୍କର ହସ୍ତ। ଯଦି ପ୍ରଭୁଙ୍କର ହସ୍ତ ସେ କାଢ଼ିଦେବେ, ମତେ ସମୟ ଲାଗି ପ୍ରଭୁଙ୍କର ହସ୍ତ କେବଳ ଆଶୀର୍ବାଦ ନୁହଁ। ଦାଉଦ କହିଲେ ତାଙ୍କର ହସ୍ତ ମତେ କଣ କରୁଛି? ଭାରି ଲାଗୁ ଅଛି ବୋଲି କହିଲେ। ତାଙ୍କର ହସ୍ତ ବିଶ୍ୱାସ କରିପାରେ, ତାଙ୍କର ହସ୍ତ ଭାରି ମଧ୍ୟ କରିପାରେ। ତେଣୁକରି ଏଭ୍ରି ପୁସ୍ତକର ଲେଖକ କହିଲେ ସବୁଠାରୁ ଭୟଙ୍କର ବିଷୟ କଣ? ଜୀବିତ ପରମେଶ୍ୱରଙ୍କର ହସ୍ତରେ ପଡ଼ିବା କାହା ପାଇଁ ଭୟଙ୍କର ବିଷୟ? ଜଣେ ଅପରିବର୍ତ୍ତିତ, ଅନୁତପ୍ତ, କଠିନ, ଦାମ୍ଭିକ, ଈଶ୍ୱର ଭୟ ନକରି ସ୍ୱେଚ୍ଛାଚାରିତା ଭାବରେ ଜୀବନ କାଟୁଥିବା ଜଣେ ବ୍ୟକ୍ତି ଯେତେବେଳେ ପ୍ରଭୁଙ୍କ ହସ୍ତରେ ପଡ଼େ, ସେଇଟା ତା ପାଇଁ ଭୟଙ୍କର ବିଷୟ। ଆଜି ମଣ୍ଡଳୀ ଗ୍ରହ ପରିତ୍ୟାଗ କରିବା ପୂର୍ବରୁ ଯେଉଁ ହସ୍ତରେ ମଙ୍ଗଳ ଅଛି, ସେ ହସ୍ତରେ ଅମଙ୍ଗଳ ମଧ୍ୟ ଅଛି। ଯାହାଙ୍କ ହସ୍ତରେ ଜୀବନ ଅଛି, ସେହି ମହାନ ପରମେଶ୍ୱରଙ୍କ ହସ୍ତରେ ମରଣ ମଧ୍ୟ ଅଛି। ଯେଉଁ ହସ୍ତରେ ଦୟା ଅଛି, ସେହି ହସ୍ତରେ ନ୍ୟାୟ ମଧ୍ୟ ଅଛି। ଯେଉଁ ହସ୍ତରୁ କୃପାର ନିର୍ଝର ଝର ଝର ଝରେ, ସେହି ହସ୍ତରୁ ଦଣ୍ଡ ମଧ୍ୟ ପ୍ରବାହିତ ହୁଏ। ଆଜି ଆପଣ ମନୋନୀତ କରନ୍ତୁ, ପ୍ରଭୁଙ୍କର କେଉଁ ହସ୍ତ ଆପଣ ଅନୁଭବ କରିବେ।
ହସ୍ତରେ ପଡ଼ିବେ, ଆପଣ ସେଇ ହସ୍ତରେ ପଡ଼ି କହିବେ କି ହଁ ତାହାଙ୍କର ହସ୍ତ ବଳବାନ ହସ୍ତ, ଆଉ ମୁଁ ତାଙ୍କୁ ଭୟ କରିବି ନା? ଆପଣ ସେଇ ହସ୍ତରେ ପଡ଼ି ବିଚାରିତ ହେବେ, ନ୍ୟାୟପ୍ରାପ୍ତ ହୁଏ, ତାଙ୍କଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ରହିବେ। ଏହା ଆପଣଙ୍କର ନିଷ୍ପତ୍ତି ଅଟେ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ।